ସମସ୍ତେ ଆମେ ସବୁବେଳେ ଭାବିଥାଉ ସବୁକିଛି ସହିଯାଇ ଚୁପ୍ ରହିଯିବା। ଏକଥା ମୁଁ ମଧ୍ୟ ଭାବେ, କିନ୍ତୁ କେତେ ଜଣେ ସହିପାରିବ? ଆମେ ସମସ୍ତେ କହୁନା ନମ୍ରନ୍ତେ ଗୁଣିନ ଜନାଃ, କିନ୍ତୁ ସହିବାର ତ ଗୋଟେ ସୀମା ଅଛି। ଆମେ ତ ଆଉ ଦେବାଦେବୀ ନୁହନ୍ତି, ରକ୍ତ ମାଂସର ଶରୀର। ତେଣୁ ବେଳେବେଳେ ଯେତେବେଳେ ସହିବାର ସୀମା ପାର ହୋଇଯାଇଥାଏ, ତ ନିଶ୍ଚିତ ଭାବରେ ମଣିଷ ମନରେ ପ୍ରତିବାଦର ସ୍ୱର ଉଠେ। ସେ ନିଶ୍ଚିତ ପାଟି ଖୋଲି ଦୁଇ ପଦ କହିଥାଏ। ତ ମୁଁ ବି ବୁଝିପାରେନି ବନ୍ଧୁମାନେ, ଏଇଟା କେତେ ଠିକ୍ ଆଉ କେତେ ଭୁଲ। ମୁଁ ବି ବହୁତ ସମୟରେ ଆପଣମାନଙ୍କ ସହିତ କଥା ସେୟାର କରିଛି ନା, ଯେ ସବୁବେଳେ ଚୁପ୍ ରହିଯିବା ଭଲ। କିନ୍ତୁ ଆପଣମାନେ ଆଜି ମୋତେ କୁହନ୍ତୁ, ମଣିଷ କେତେ ସମୟ ସହି ପାଟି ଚୁପ୍ କରି ରହିପାରିବ? ଏହା କ'ଣ ସବୁ ସମୟରେ ସମ୍ଭବ?